ସବୁ ସେଇ ଠାକୁରଙ୍କ ଆଶୀର୍ବାଦ ରହୁଛି। ହନୁମାନ ବି ତ ପୁଣି ଲଙ୍କାରେ ନିଜର ଲାଙ୍ଗୁଡରେ ନିଆଁ ଲଗେଇ କରିଥିଲେ। ପାଇକ ପୁଅର ଢାଲ ତରବାରୀ କଳଙ୍କି ଲାଗିବ ନାହିଁ, ଏବେ ବି ଜାଗିଛି ଖୋର୍ଦ୍ଧା ପାଇକ ତାର ମୁକ୍ତି ସଙ୍ଗୀତ ଗାଇ। ଆଉ ପାଇକ ମାନଙ୍କୁ ବିଭିନ୍ନ ପ୍ରକାର ଯେମିତି ଏନସିସି ଆର୍ମି ଏସବୁରେ ଆମକୁ ସ୍ଥାନ ଦେଲେ ଆମେ ଅତ୍ୟନ୍ତ ଖୁସି ହବୁ। ଏଇଟା ମୁଁ ଗୁରୁଙ୍କଠୁ ଶିଖିଛି, ମୋ ବଡ ଭାଇଙ୍କଠୁ ଶିଖିଛି। ଠାକୁରଙ୍କ ଆଶୀର୍ବାଦରୁ ଏଇ କଳା ମୁଁ ପ୍ରଦର୍ଶନ କରିପାରୁଛି। ନିଆଁ ଯୋଉ କଳାଟା ଥିଲା, କେମିତି ସେ ନିଆଁ କଳାଟା? ସେଟା ବିପଦପୂର୍ଣ୍ଣ ଯେତିକି, କିନ୍ତୁ ଦର୍ଶକଙ୍କ ଆଖିକୁ ସୌନ୍ଦର୍ଯ୍ୟ ଆଣିପାରିବ। ଆମେ କିଛି ଯାତ୍ରା ମଞ୍ଚରେ ଦେଖିଛୁ ଏମିତି କଳା କରିବା ଦ୍ୱାରା କିଛି ଜଣଙ୍କ ପାଟିରେ ନିଆଁ ମଧ୍ୟ ଲାଗିଯାଇଛି। ଗୋଟା ବିପଦପୂର୍ଣ୍ଣ ଖେଳ, ତାକୁ ଆପଣ ଓଭରକମ୍ କରିବା କୋଉଠି ନା କୋଉଠି ଭୟ ଲାଗୁନଥିଲା? ସବୁ ଠାକୁରଙ୍କ ଆଶୀର୍ବାଦରୁ ଭାଇ ହଉଛି, ଠାକୁରଙ୍କ ଆଶୀର୍ବାଦରୁ ମୋ ଗୁରୁଙ୍କ ଆଶୀର୍ବାଦରୁ ହଉଛି। ଆଚ୍ଛା, କେବେ ଶିଖିଲା ବେଳେ ଏମିତି କିଛି ଇନସିଡେଣ୍ଟ ଘଟିଛି ଯେ ଅସୁବିଧାରେ ପଡିଛନ୍ତି? ନା ଭାଇ, ଗୁଣ ଚିହ୍ନେ ଗୁଣିଆ। ପୁତୁଲ ଭାଇ ମଧ୍ୟ ଜଣେ ପାଇକ ପୁଅ, ଆପଣ ମାନଙ୍କୁ ଡାକିଛନ୍ତି। କଣ କହିବେ ପୁତୁଲ ଭାଇଙ୍କ এই ପ୍ରୋଗ୍ରାମ? ଅନେକ ଜାଗା ଆପଣ ପରଫର୍ମାନ୍ସ କରିଥିବେ, କିନ୍ତୁ ପୁତୁଲ ଭାଇଙ୍କ ସାମ୍ନାରେ, ତାଙ୍କ ଅତିଥି ମାନଙ୍କ ସାମ୍ନାରେ କରିବାଟା କେତେ ଖୁସି ଲାଗିଲା? ସେଇଟା ତ ମୋ ପାଇଁ ବହୁତ ସ୍ୱଭାବର କାମ। କେତେ ଖୁସି ଅଛନ୍ତି? ମୁଁ ସିଏ ତାଙ୍କ ପାଖରେ କରିବାକୁ ଗର୍ବିତ। ଖୁସି ଲାଗିଲା ଜି। ଆଜ୍ଞା। ଆଚ୍ଛା, ଯୋଉ ନିଆଁ ଗୁଡାକ ଘଷୁଥିଲେ, ଦେହ ହାତ ପୋଡି ଯାଉନଥିଲା କି ତାତି ଯାଉନଥିଲା? ନାଇଁ, ଦେହରେ ଆଗରୁ କଣ ମାରିଥିଲେ କି? ନା ନା, କିଛି ସବୁ ସେଇ ଠାକୁରଙ୍କ ଆଶୀର୍ବାଦ ରହୁଛି। ହନୁମାନ ବି ତ ପୁଣି ଲଙ୍କାରେ ନିଜର ଲାଙ୍ଗୁଡରେ ନିଆଁ ଲଗେଇ କରିଥିଲେ। ପାଇକ ପୁଅର ଢାଲ ତରବାରୀ କଳଙ୍କି ଲାଗିବ ନାହିଁ, ଏବେ ବି ଜାଗିଛି ଖୋର୍ଦ୍ଧା ପାଇକ ତାର ମୁକ୍ତି ସଙ୍ଗୀତ ଗାଇ। ମୁଁ 2 ବର୍ଷ ହେଲା ରହିଲି ଏଇ ଏକାଡେମୀରେ। ଆଜ୍ଞା। ଆଚ୍ଛା, ଗୋଟେ ଗରମ ଚାହା ପିଇ ହଉନି, କିନ୍ତୁ ଆପଣ ନିଆଁ ଗୁଡାକ ପାଟିରେ ପକେଇ ଦଉଥିଲେ। କହିଲି ବା ଭାଇ, ସେଇ ଠାକୁରଙ୍କ ଆଶୀର୍ବାଦରୁ ସବୁ ଚାଲିଛି। ବହୁତ କଠିନ ପରିଶ୍ରମରେ ଏଇଟା ହଉଛି ହେଇପାରୁଛି। ଜୟ ଶ୍ରୀରାମ। ମୁଁ କୃଷ୍ଣକାନ୍ତ ସାମନ୍ତରାୟ, ଆମ ଘର ଦେଉଳିଆପାଟଣା। ମୁଁ ପୁତୁଲ ଭାଇ ମୋର ଜଣେ ବଡ଼ ଭାଇ ହେବେ। ଆଜକୁ 8 ବର୍ଷ ହେଲାଣି ମୋ ବାବା ଏଇ ଟିମ୍ଟିକୁ ଆଣିକି ଆସନ୍ତି। ପୁତୁଲ ଭାଇଙ୍କର ଏଇ କଳସ ଯାତ୍ରା, ରାମନବମୀରେ କଳସ ଯାତ୍ରାରେ ସାମିଲ ହୁଅନ୍ତି। ଆଜି ବାବାଙ୍କ ଅନୁପସ୍ଥିତିରେ ମୁଁ ଆମ ଟୋଟାଲ ସଂଗଠନକୁ ନେଇକି ଆସିଥିଲି। ଆଉ ଆଜି ଯେହେତୁ ଶ୍ରୀରାମ ନବମୀ, ଆମ ପାଇକ ମାନଙ୍କ ପାଇଁ ଏକ ବଳଶାଳୀର ଦିନ ଆଜି। ଆମେ ଆଜି ବହୁତ ଉତ୍ସାହର ସହିତ ଆସିଥିଲୁ ଏହି କଳସ ଯାତ୍ରାରେ ସାମିଲ ହେବାକୁ। ତ ଭାଇଙ୍କର ବି ଆଶୀର୍ବାଦ ଆମ ପାଖେ ଆମ ମୁଣ୍ଡ ଉପରେ ସର୍ବଦା ଅଛି। ତ ତାଙ୍କ କଳସ ଯାତ୍ରାରେ ଆମେ ସାମିଲ ହେଇ ଆଜି ବହୁତ ଖୁସିରେ ଆମେ ଆଜି ପ୍ରୋଗ୍ରାମ କରୁଛୁ। ସେଇ ଖୁସିର ଝଲକ ଆମେ ଗୋଟେ ଇଏ କଲୁ, ଆଉ ସେଥିପାଇଁ ଆପଣଙ୍କୁ ଟିକେ ଅଧିକ ଉତ୍ସାହିତ ଲାଗିଥିବ ଆଜିର। ଗୋଟେ ଏତେ ସୁନ୍ଦର କଳା, କେତେ ଦିନ ସମୟ ଲାଗେ ଏ କଳାକୁ ଶିଖିବା ପାଇଁ? ସମର କଳା ଏକ ଏମିତି କଳା ଯାହାକୁ ଥରେ ଅଭ୍ୟାସ କଲେ ନୁହେଁ, ସବୁ ଦିନର ଅଭ୍ୟାସଗ୍ରସ୍ତ ହବା ଦରକାର। ଆମେ ଏହାକୁ ପ୍ରତି ସପ୍ତାହରେ 1 ଦିନ ଅଭ୍ୟାସ କରୁଛୁ। ସମର କଳାକୁ ଥରେ ଅଭ୍ୟାସ ଛାଡ଼ିଦେଲେ ସେଟା ଆମର ଭୁଲ ମାନେ ଇଏ ହେଇପାରେ, ଭୁଲ ବହୁତ ଜାଗାରେ ହେଇପାରେ। କିଛି ଅଘଟଣ ଦୁର୍ଘଟଣା ଘଟେନି? ଅଘଟଣ ତ ଏଥିରେ ସର୍ବଦା ଲାଗି ରହିଛି। ଯେମିତି ମୋ ବଡ ଭାଇ କହିଥିଲେ, ପୁତୁଲ ଭାଇ କହିଛନ୍ତି, ଆମ ଉପରେ ଶ୍ରୀରାମଙ୍କର ଆଶୀର୍ବାଦ ଅଛି। ତ ସେଇ ଶ୍ରୀରାମଙ୍କ ଆଶୀର୍ବାଦରେ ଆମେ ଅଘଟଣ ହେଲେ ମଧ୍ୟ ଆଗକୁ ବଢିବୁ, ଆଗକୁ ରହିବୁନି କେବେ। ପାଇକ ପୁଅ, ପାଇକ ଆଖଡା, ପାଇକ କଳା ଆଜି ବିଶ୍ୱ ସ୍ତରରେ ପହଞ୍ଚି ପାରିଛି। ଆପଣ ମାନେ ସେଥିରେ ଗୋଟେ ଜଣେ ଭାଗିଦାରୀ। ଆଗକୁ ପାଇକ କଳାକୁ ନେଇ କୋଉଠି ପହଞ୍ଚେଇବେ? ଆମେ ଅତ୍ୟନ୍ତ ଖୁସି ହବୁ ଯଦି ସରକାର ଏହି ପାଇକ କଳାକୁ ଏକ ନୃତ୍ୟରୁ ବାହାର କରି କ୍ରୀଡ଼ାରେ ସ୍ଥାନ ଦେଲେ, ଆଉ ପାଇକ ମାନଙ୍କୁ ବିଭିନ୍ନ ପ୍ରକାର ଯେମିତି ଏନସିସି ଆର୍ମି ଏସବୁରେ ଆମକୁ ସ୍ଥାନ ଦେଲେ ଆମେ ଅତ୍ୟନ୍ତ ଖୁସି ହବୁ। ଏଥିପାଇଁ ଆମର ଆଜି ବି ବିଦ୍ରୋହ ଜାରି ରହିଛି ସରକାରଙ୍କ ବିରୋଧରେ। ଆଉ କିଏ କହିବେ?